ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁର ସହରରେ ଏକ ଜନସମ୍ପର୍କ ଯାତ୍ରାର ଆୟୋଜନ କରାଯାଇଥିଲା। ବିଜେଡି ନେତା ସିଦ୍ଧାର୍ଥ ସାହାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ଇଞ୍ଜିନିୟର ରୋହିତ ପୂଜାରୀ ସମ୍ବଲପୁର ସହରର ଘରକୁ ଘର ଏବଂ ପଡ଼ାକୁ ପଡ଼ା ବୁଲି ଲୋକଙ୍କୁ ଭେଟିଥିଲେ। ଏଥିସହ ଜନତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଜନସମ୍ପର୍କ ଯାତ୍ରାଟି ମ୍ୟୁନିସିପାଲିଟି ଛକରୁ ବାହାରି ଦଲେଇପଡ଼ା, ହାଟପଡ଼ା, ନନ୍ଦପଡ଼ା, ମହାନ୍ତିପଡ଼ା, କଂସାରୀପଡ଼ା, ବୈଦ୍ୟନାଥ ଛକ ଦେଇ ପରିକ୍ରମା କରିବା ପରେ ପୁଣି ମ୍ୟୁନିସିପାଲିଟି ଛକରେ ପହଞ୍ଚିଥିଲା। ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ନେଇ ରୋହିତ ପୂଜାରୀ ଲୋକଙ୍କ ପାଖକୁ ପହଞ୍ଚିଥିଲେ। ଏଥିସହ ଏକ ନୂଆ ସମ୍ବଲପୁର ଓ ସମୃଦ୍ଧ ସମ୍ବଲପୁର ଗଢ଼ିବାକୁ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ଲୋକଙ୍କୁ ନିବେଦନ କରିଥିଲେ। ଏହାସହ ଚଳିତ ବର୍ଷ ଲୋକେ ବିଜୁ ଜନତା ଦଳକୁ ଏକ ବଡ଼ ବ୍ୟବଧାନରେ ଜିତାଇବା ସହ ସମ୍ବଲପୁରରେ ଏଥର ପରିବର୍ତ୍ତନ ହାବା ବହିଲାଣି ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ଶେଷରେ ବିଜୁ ଜନତା ଦଳର ମୁଖପାତ୍ର ଡକ୍ଟର ଲେଲିନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।